ସଇଁତଳା ବ୍ଲକ ଶଶିକେଲାଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ଆଦିବାସୀ ମହାସଭା ଅନୁଷ୍ଠିତ ହୋଇଯାଇଛି। ମହାସଭା ପୂର୍ବରୁ ଆଦିବାସୀମାନେ ବିଶାଳ ସାଂସ୍କୃତିକ ଶୋଭାଯାତ୍ରାରେ ଗାଁ ପରିକ୍ରମା କରି ଘଣ୍ଟାଶୁନି, ସୂର୍ଯ୍ୟମଣି, ଧରଣୀ ଦେବୀଙ୍କୁ ପୂଜାର୍ଚ୍ଚନା କରିଥିଲେ। ପରେ ସଇଁତଳା ବ୍ଲକ ସଭାପତି ସନ୍ତୋଷ ପୁଟାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର 1 କୋଟି ଆଦିବାସୀମାନଙ୍କ ସାମୂହିକ ସ୍ୱାର୍ଥ ସୁରକ୍ଷା ପାଇଁ ଭୁବନେଶ୍ୱରଠାରେ ଜମି ସହିତ 100 କୋଟି ଟଙ୍କାର ବ୍ୟୟରେ ଆଦିବାସୀ ଭବନ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର କରିଥିବାରୁ ଓଡ଼ିଶାର 1 କୋଟି ଆଦିବାସୀମାନଙ୍କ ତରଫରୁ କୃତଜ୍ଞତା ଜଣାଇଥିଲେ। ଆଦିବାସୀମାନଙ୍କ ଶିକ୍ଷା, କଳା, ସଂସ୍କୃତି, ଭାଷା, ଦେବାଦେବୀ ପୂଜାପୀଠ, ସାଂସ୍କୃତିକ ଦଳ, କଳାକାରମାନଙ୍କ ସୁରକ୍ଷା, ପ୍ରଚାର ପ୍ରସାର ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଜରିଆରେ ପାଣ୍ଠି ପ୍ରଦାନ କରୁଥିବାରୁ ଓଡ଼ିଶା ସରକାରଙ୍କୁ ସାଂସଦ ନିରଞ୍ଜନ ବିଶି ଧନ୍ୟବାଦ ଅର୍ପଣ କରିଥିଲେ। ଆଦିବାସୀମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ରରେ ବିକାଶ, ସାମାଜିକ ଅର୍ଥନୈତିକ ପ୍ରଗତି ଦିଗରେ ଓଡ଼ିଶାର ବିଶେଷ ଅବଦାନ ସକାଶେ ଆଦିବାସୀମାନେ ଖୁସି ପ୍ରକାଶ କରିଥିଲେ। ଦୀର୍ଘ 60 ବର୍ଷ ହେଲା ଶଶିକେଲା ଗାଁରେ ଜମିହୀନ ଆଦିବାସୀମାନେ ସରକାରୀ ଜମିରେ ବାସ କରୁଥିବାରୁ ମୋ ହିଡ଼ ଯୋଜନାରେ ପଟ୍ଟା ଦେବାକୁ ରାଜ୍ୟସଭା ସାଂସଦଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଶଶିକେଲା ଆଦିବାସୀଙ୍କ ଅଧିଷ୍ଠାତ୍ରୀ ଦେବୀ ଘଣ୍ଟିଶୁନି ମନ୍ଦିର ନିମନ୍ତେ ଭକ୍ତମାନଙ୍କ ପାଇଁ ଏକ ସାଂସ୍କୃତିକ ଗୃହ ନିର୍ମାଣ କରିବା ପାଇଁ ସାଂସଦଙ୍କ ସ୍ଥାନୀୟ ଅଞ୍ଚଳ ବିକାଶ ପାଣ୍ଠିରୁ ଅର୍ଥ ପ୍ରଦାନ କରିବାକୁ ଗ୍ରାମବାସୀ ଦରଖାସ୍ତ ଦେଇଥିଲେ। ସଭାରେ ଦେଓଗାଁ ବ୍ଲକ ସଭାପତି ସୁରତ ଧରୁଆ, ପଞ୍ଚାନନ ମାଝୀ, ହାତୀରାମ ମାଝୀ, ଗିରିଧାରୀ ମାଝୀ, ରତନ ଜାନି, ପୂର୍ଣ୍ଣଚନ୍ଦ୍ର ମାଝୀ, ଫଗୁନ ଜାନି, ରାମେଶ୍ୱର ମାଝୀ, ଗଣପତି ମାଝୀ, କାବେରୀ ମାଝୀ, ଶ୍ୟାମ ଭୋଇ, ବିଭୀଷଣ ମାଝୀ, କାଳିଆ ଜାନି, ଗୌରାଙ୍ଗ ବରିହା ପ୍ରମୁଖ ମଞ୍ଚାସୀନ ଥିଲେ। ବ୍ୟୁରୋ ରିପୋର୍ଟ, ନାଗରାଜ ନ୍ୟୁଜ।